ଗ୍ୟାସ୍ର କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ 100ରୁ ଅଧିକ ଟାଙ୍କିକୁ ଜବତ କରାଯାଇଥିବାର ସୂଚନା ମିଳିଛି। ଏହି ଚଢ଼ାଉରେ ବାସୁଦେବପୁର ଅତିରିକ୍ତ ତହସିଲଦାର, ସ୍ଥାନୀୟ ପୁଲିସ, ଯୋଗାଣ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ। ତେବେ ବାଲିମେଦ ପଞ୍ଚାୟତର ଗ୍ୟାସ୍ ଟାଙ୍କିଗୁଡ଼ିକୁ ଗଚ୍ଛିତ ରଖାଯିବା ସହିତ କଳାବଜାରୀ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ତେବେ ଅଭିଯୋଗ ପାଇବା ପରେ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ପଞ୍ଚାୟତର ପ୍ରଶାନ୍ତ ମହାନ୍ତିଙ୍କ ଘରୁ 80ରୁ ଅଧିକ ଟାଙ୍କି ଜବତ ହୋଇଥିଲା ବେଳେ ସେହି ପଞ୍ଚାୟତର ଅନ୍ୟ ଜଣଙ୍କ ଘରୁ 15ରୁ ଅଧିକ ଟାଙ୍କି ଜବତ ହୋଇଛି। ଟାଙ୍କିଗୁଡ଼ିକ ବିଭିନ୍ନ କମ୍ପାନୀର ହୋଇଥିଲା ବେଳେ ଛୋଟ ଓ ବଡ଼ ଟାଙ୍କି ମିଶି ରହିଥିଲା। ତେବେ ଏତେ ପରିମାଣରେ ଟାଙ୍କି କେଉଁଠୁ ଆସିଲା ତାହା ତଦନ୍ତ କରାଯାଉଥିବା କଥା ଅତିରିକ୍ତ ତହସିଲଦାର କହିଛନ୍ତି। ମିଳିତ ଭାବରେ ଆମର ମୁଁ ଥିଲି ଆଜ ଏ ମାଜିଷ୍ଟ୍ରେଟ୍ ହିସାବରେ ସପ୍ଲାଏ ଡିପାର୍ଟମେଣ୍ଟର ଆମର ଏମ୍ଆଇ ମ୍ୟାଡ଼ାମ୍ ଥିଲେ ଏବଂ ନାଇକାଣ୍ଡି ଥାନାର ସହଯୋଗରେ ଆମେ କାଲି ମିଳିତ ଭାବରେ ଚଢ଼ଉ କରିଥିଲୁ। ପାଖାପାଖି 100ଟି ସିଲିଣ୍ଡର ଆମେ ଜବତ କରିଛୁ। ହୋର୍ଡିଂ କରି ରଖାଯାଇଥିଲା ସିଲିଣ୍ଡର ଗୁଡ଼ାକ ଏବଂ ତାକୁ ମଧ୍ୟ ସିଜର କରିଛୁ। ନା ଗିରଫ କରାଯାଇ ନାହିଁ କାହାରିକି, ସେମାନେ ତ ଘରେ ନଥିଲେ। ସେମାନେ ଆମେ ଘରରୁ କେବଳ ସିଲିଣ୍ଡର ଗୁଡ଼ାକ ରିକଭରି କରିଛୁ। ନା ଏଜେନ୍ସି ନୁହେଁ, ସେମାନେ ଏଜେନ୍ସି ହେଇଥିଲେ ଆମେ ଲାଇସେନ୍ସ ଥିଲେ ଆମେ କାହିଁ କରିପାରିଥାନ୍ତୁ। ହୋର୍ଡିଂ କରି ରଖିଥିଲେ, କଳାବଜାରୀ କରୁଥିଲେ। ତାପରେ ତ ଆମର ଚଢ଼ଉ ମାତ୍ର ଆରମ୍ଭ ହେଇଛି। ଆଗାମୀ ଦିନରେ ଆପଣମାନେ ଦେଖନ୍ତୁ, ଆମେ ସେଇଟା ଭାବୁଛୁ ସବୁ ଜାଗାରେ ଆମେ ଚଢ଼ଉ କରିବୁ। ବିଳମ୍ବ କଥା ପଡ଼ିନି, ଆମେ ଯେତେବେଳେ ଖବର ପାଇଲୁ, ଆମ ମେସେଜ ପାଇଲା ପରେ ଆମେ ପର୍ଟିକୁଲାର ଲୋକେସନ ଯାଇକି ଆମେ ଚଢ଼ଉ କରିଛୁ। ବାସୁଦେବପୁର ମଧୁସ୍ମିତା ପଲାଇଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।